ପୂର୍ବତନ ସଭ୍ୟ ସବୁ ପଞ୍ଚାୟତରେ ଯେଉଁଭଳି ଭାବରେ କର୍ମୀ ସମ୍ମିଳନୀ ଚାଲିଛି ବିଜୁ ଜନତା ଦଳର ଆଜି ମଧ୍ୟ ଅଳା ପଞ୍ଚାୟତରେ ସେଇଭଳି ଭାବରେ କର୍ମୀ ସମ୍ମିଳନୀ ଅଳାରେ ଚାଲିଛି। ଆମର ଲକ୍ଷ୍ୟ 2007ରୁ ମୁଁ ବିଜୁ ଜନତା ଦଳ ଅଛି, ଏ ପଞ୍ଚାୟତରେ ସମସ୍ତଙ୍କ ସାଙ୍ଗରେ ସୁଖ ଦୁଃଖରେ ରହିଛି ଏବଂ ଏ ପଞ୍ଚାୟତବାସୀ ମୋ ସାଙ୍ଗରେ ସୁଖ ଦୁଃଖରେ ରହିଛନ୍ତି। ଆପଣମାନେ ଅନୁଭବ କରିପାରୁଥିବେ ଆଜି ଯେଉଁ ପ୍ରକାର ବର୍ଷା ପବନରେ ମଧ୍ୟ କୋଉଠିକି ନ ଯାଇକି ମଧ୍ୟ ସମସ୍ତଙ୍କୁ ଫୋନରେ କହିଥିଲି କାଲି ମା ମାନେ ଭାଇ ମାନେ ଭଉଣୀ ମାନେ ଆମ ଦଳର କାଲି କର୍ମୀ ସମ୍ମିଳନୀ ହବ, ଆପଣମାନଙ୍କୁ ମୋର ଅନୁରୋଧ ଆପଣମାନେ ସମସ୍ତେ ଆସିବେ। ଆମର ନେତା ଚିରଞ୍ଜୀବୀ ଦଳ ଆସିବେ, ପ୍ରଧାନମନ୍ତ୍ରୀ ଆସିବେ, ଦଳ ବିଷୟରେ କିଛି ଆପଣମାନଙ୍କୁ ଉଦ୍ବୋଧ ଦେବେ। ଆମେ ସମସ୍ତେ ସେଇ ସଂଘ ଚିହ୍ନରେ ଭୋଟ ଦେବା। ଯେଭଳି ଭାବରେ ଆମର ରାଜ୍ୟ ହଉ ପଞ୍ଚାୟତ ହଉ ଉନ୍ନତି ହୋଇ ଚାଲିଛି, ଆଉ ପଞ୍ଚାୟତ ଯାହା ଉନ୍ନତି ହେଇଛି ଆପଣମାନେ ଜାଣିଥିବେ, ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ହବ, ଏତିକି କହିବି ଜାଣୁଛି। ବିରୋଧୀ ସବୁବେଳେ ବିରୋଧୀ ହିସାବରେ ରହିବେ, ସାମ୍ନା କରିବାକୁ ତାଙ୍କର ସାହସ ନାହିଁ। ଯଦି ସାମ୍ନା କରିବେ ମୋ ସାମ୍ନାକୁ ଆସନ୍ତୁ, ମୁଁ କହି ରଖିବି, ମୋ ଇଏ ସହ କହି ରଖିବି 2007ରେ ମୁଁ ଯେତେବେଳେ ଅଳା ପଞ୍ଚାୟତରେ ଦାୟିତ୍ୱ ଦେଲି, ପଞ୍ଚାୟତ ଅଫିସ ନଥିଲା, ସ୍କୁଲ ନଥିଲା, ରାସ୍ତା ନଥିଲା, ଘାଟ ନଥିଲା, କିଛି ନଥିଲା। ବିରୋଧୀ ସେମିତି କହିବେ, ସେ କଥା ଶୁଣିବାରେ କୌଣସି ଆବଶ୍ୟକ ନାହିଁ। ଆପଣ ତାର ପ୍ରମାଣ ଆଜି ନିଶ୍ଚୟ ଜାଣିପାରୁଥିବେ। କିଛି ନାହିଁ, ଆମେ ଯେମିତି କାମ କରିଛୁ ପଞ୍ଚାୟତରେ ସେମିତି ଲୋକମାନେ ଭୋଟ ଦେବେ, ତା ଦେହରେ କୌଣସି ତିଳେ ମାତ୍ର ସନ୍ଦେହ ନାହିଁ।